ବନ୍ଧୁଗଣ, ଆପଣ ଜାଣିଛନ୍ତି କି ଗରୁଡ଼ ପୁରାଣର ଧର୍ମକାଣ୍ଡର ପ୍ରେତକଳ୍ପରେ ମୃତ ବ୍ୟକ୍ତିଙ୍କ 3ଟି ଜିନିଷ ବିଷୟରେ ବର୍ଣ୍ଣନା ଅଛି, ଯାହାକୁ କେବେ ବି ବ୍ୟବହାର କରିବା ଉଚିତ ନୁହେଁ, ନଚେତ୍ ଭୟଙ୍କର ଯନ୍ତ୍ରଣା ସହିବାକୁ ପଡ଼ିଥାଏ ଏବଂ ଅନେକ ପ୍ରକାରର କ୍ଷତି ସହିବାକୁ ପଡ଼ିଥାଏ। ତେଣୁ ପ୍ରତ୍ୟେକ ବୁଦ୍ଧିମାନ ବ୍ୟକ୍ତି ଏହି ଜିନିଷଗୁଡ଼ିକ ବିଷୟରେ ଜାଣିବା ଉଚିତ। ଶ୍ରୀକୃଷ୍ଣ ଗରୁଡ଼ଜୀଙ୍କୁ ବହୁତ ସୂଚନାପ୍ରଦ ସୂଚନା ଦେଇଛନ୍ତି। ଏହା ଶୁଣିବା ଦ୍ୱାରା ଆପଣଙ୍କର ଜ୍ଞାନ ମଧ୍ୟ ବୃଦ୍ଧି ପାଇବ। ତେଣୁ ଆପଣ ଏହି ପ୍ରବଚନକୁ ସମ୍ପୂର୍ଣ୍ଣ ଭାବରେ ଶୁଣିବା ଉଚିତ, କାରଣ ଅସମ୍ପୂର୍ଣ୍ଣ ଜ୍ଞାନ ଜୀବନରେ ଘାତକ ସୃଷ୍ଟି କରିଥାଏ। ବନ୍ଧୁଗଣ, ଥରେ ଭଗବାନ ବିଷ୍ଣୁଙ୍କ ବାହନ ଗରୁଡ଼ଜୀ ମନରେ ସନ୍ଦେହ ନେଇ ଦ୍ୱାରକାରେ ଭଗବାନ ଶ୍ରୀକୃଷ୍ଣଙ୍କ ପାଖକୁ ଆସନ୍ତି। ତାଙ୍କର ବାହନ ଗରୁଡ଼କୁ ଦେଖି ଭଗବାନ ଶ୍ରୀକୃଷ୍ଣ ଖୁସି ହୋଇ ତାଙ୍କୁ ସ୍ୱାଗତ କରନ୍ତି ଏବଂ କୁହନ୍ତି, ହେ ଗରୁଡ଼, ଆପଣଙ୍କୁ ଦ୍ୱାରକାରେ ସ୍ୱାଗତ। ଆପଣଙ୍କର ଆଗମନରେ ମୁଁ ବହୁତ ଖୁସି। ନିଃସନ୍ଦେହ ଆପଣଙ୍କ ଏହା କିଛି ବିଶେଷ କାରଣ ନିଶ୍ଚୟ ଅଛି। ମୋତେ କୁହନ୍ତୁ, ଆପଣ ଏଠାକୁ କେଉଁ ଉଦ୍ଦେଶ୍ୟରେ ଆସିଛନ୍ତି? ଗରୁଡ଼ଜୀଙ୍କ ପ୍ରଭୁଙ୍କୁ ନମସ୍କାର କୁହନ୍ତି, ହେ ପ୍ରଭୁ, ଆପଣ ସର୍ବଜ୍ଞ। ଏହି ସମଗ୍ର ଜଗତରେ କିଛି ବି ଆପଣଙ୍କଠାରୁ ଲୁଚି ନାହିଁ। ମୁଁ ଆପଣଙ୍କ ପାଖକୁ ଏକ ସନ୍ଦେହ ନେଇ ଆସିଛି, ଯାହା କେବଳ ଆପଣ ସମାଧାନ କରିପାରିବେ। ଭଗବାନ ଶ୍ରୀକୃଷ୍ଣ ହସି ହସି କୁହନ୍ତି, ହେ ପକ୍ଷୀରଗଣ ରାଜା, ଆପଣଙ୍କର ଯେକୌଣସି ସନ୍ଦେହ ଅଛି ଦୟାକରି ବିନା ଦ୍ୱିଧାରେ ପଚାରନ୍ତୁ। ଆପଣଙ୍କର ଏ ସମସ୍ତ ସନ୍ଦେହ ଏବଂ ସମସ୍ୟାର ସମାଧାନ କରିବା ମୋର କର୍ତ୍ତବ୍ୟ। ଗରୁଡ଼ଜୀ ଗମ୍ଭୀର ସ୍ୱରରେ କୁହନ୍ତି, ହେ ପ୍ରଭୁ, ମୋର ପ୍ରଶ୍ନ ହେଉଛି ଯେ ଯେତେବେଳେ କୌଣସି ପ୍ରାଣୀ ମୃତ୍ୟୁବରଣ କରେ, ସେ ତାଙ୍କ ସହିତ କେଉଁ ଜିନିଷ ନେଇଯାଏ ଏବଂ ମୃତ୍ୟୁ ପରେ ସେହି ପ୍ରାଣୀ ସହିତ ଜଡ଼ିତ କେଉଁ ଜିନିଷ ଅନ୍ୟ ଲୋକମାନେ ବ୍ୟବହାର କରିବା ଉଚିତ ନୁହେଁ? ଭଗବାନ ଶ୍ରୀକୃଷ୍ଣ ଚିନ୍ତିତ ସ୍ୱରରେ କହିଲେ, ଗରୁଡ଼, ଆପଣଙ୍କର ପ୍ରଶ୍ନ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ଜଗତରେ ଯିଏ ଜନ୍ମ ହୁଏ ତାର ମୃତ୍ୟୁ ନିଶ୍ଚିତ। ମଣିଷ ନିଶ୍ଚିତ ଭାବରେ ଏହି ଜଗତକୁ ଖାଲି ହାତରେ ଆସେ, କିନ୍ତୁ ଯେତେବେଳେ ସେ ମୃତ୍ୟୁବରଣ କରେ ସେ ତାଙ୍କ ସହିତ 5ଟି ଜିନିଷ ନେଇଯାଏ ଏବଂ ଏହା ମଧ୍ୟ ସତ୍ୟ ଯେ ଜଣେ ଜୀବିତ ବ୍ୟକ୍ତି କେବେ ବି ମୃତ ବ୍ୟକ୍ତିଙ୍କ 3ଟି ଜିନିଷ ବ୍ୟବହାର କରିବା ଉଚିତ ନୁହେଁ। ଏହି 2ଟି ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ମୁଁ ତୁମକୁ ଜଣେ ବ୍ରାହ୍ମଣ ଓ 5ଟି ଭୂତଙ୍କ କାହାଣୀ ଶୁଣାଉଛି, ଯାହା ତୁମର ସମସ୍ତ ପ୍ରଶ୍ନର ସମାଧାନ କରିବ। ଏହି କାହାଣୀକୁ ଧ୍ୟାନର ସହିତ ଶୁଣ, କାରଣ ଏହା ମାଧ୍ୟମରେ ମଣିଷ ଜୀବନର ଗୁଣ ଏବଂ ଗୁପ୍ତ କଥା ବୁଝିପାରିବ। ଏହି କାହାଣୀ ଶୁଣି ଲକ୍ଷ ଲକ୍ଷ ବ୍ୟକ୍ତିଙ୍କ ପାପ ନଷ୍ଟ ହୁଏ। ତେଣୁ ତୁମେ ଏହି କାହାଣୀକୁ ପ୍ରସାର କରିବା ଉଚିତ। ଗରୁଡ଼ଜୀ ଭକ୍ତିର ସହିତ କହିଲେ, ହେ ପ୍ରଭୁ, ମୁଁ ତୁମର କାହାଣୀକୁ ଧ୍ୟାନର ସହିତ ଶୁଣିବାକୁ ପ୍ରସ୍ତୁତ। ଦୟାକରି ମୋତେ ଏହି ପବିତ୍ର କାହାଣୀ କୁହ। ତାପରେ ଭଗବାନ ଶ୍ରୀକୃଷ୍ଣ ଗରୁଡ଼ଜୀଙ୍କୁ କାହାଣୀଟି ଶୁଣାଇବାକୁ ଆରମ୍ଭ କଲେ। ହେ ଗରୁଡ଼, ଥରେ ମଧ୍ୟପ୍ରଦେଶରେ ଦେବଶର୍ମା ନାମକ ଜଣେ ଗରିବ ବ୍ରାହ୍ମଣ ରହୁଥିଲେ। ସେ ଅତ୍ୟନ୍ତ ଧାର୍ମିକ ଏବଂ ଶାସ୍ତ୍ରରେ ପରାକ୍ରମୀ ଥିଲେ। ସେ ବେଦ ଏବଂ ଶାସ୍ତ୍ରଗୁଡ଼ିକୁ ଗଭୀର ଭାବରେ ଅଧ୍ୟୟନ କରିଥିଲେ, କିନ୍ତୁ ସେ କେବେ ବି ତାଙ୍କ ଜ୍ଞାନର ଅପବ୍ୟବହାର କରିନଥିଲେ। ସେ କେବେ ବି ଟଙ୍କା ରୋଜଗାର କରିବା ପାଇଁ ଏହାକୁ ବ୍ୟବହାର କରିନଥିଲେ। ଅତ୍ୟନ୍ତ ଗରିବ ହେବା ସତ୍ତ୍ୱେ ସେ ଭିକ୍ଷା ମାଗି ଜୀବିକା ନିର୍ବାହ କରୁଥିଲେ। ତାପରେ ଗୋଟିଏ ଦିନ ବ୍ରାହ୍ମଣ ତପସ୍ୟା କରିବା ପାଇଁ ଜଙ୍ଗଲକୁ ଯିବାକୁ ନିଷ୍ପତ୍ତି ନେଇଥିଲେ। ସେ ଭଗବାନଙ୍କ ଧ୍ୟାନ କରିବା ଲକ୍ଷ୍ୟରେ ଜଙ୍ଗଲରେ ବୁଲିବାକୁ ଲାଗିଲେ। ବ୍ରାହ୍ମଣ ଜଙ୍ଗଲରେ ପ୍ରବେଶ କଲେ। ଏହାର ନାମ ଥିଲା ବିପିନବାନ। ଏହି ଜଙ୍ଗଲ ଅତ୍ୟନ୍ତ ଭୟଙ୍କର ଏବଂ ବହୁତ ଭୟଙ୍କର ଥିଲା ଏବଂ ଲୋକମାନେ ଏହା ବିଷୟରେ ବହୁତ ଦୂର ପର୍ଯ୍ୟନ୍ତ କଥାବାର୍ତ୍ତା କରୁଥିଲେ। ବହୁତ କମ୍ ଲୋକ ଏହି ଜଙ୍ଗଲରେ ପ୍ରବେଶ କରିବାକୁ ସାହସ କରୁଥିଲେ, କାରଣ ସେଠାକାର ପରିବେଶ ଭୟରେ ପରିପୂର୍ଣ୍ଣ ଥିଲା। ବିପିନ ବନରେ ଉଚ୍ଚଗୁଡ଼ିକ ପରିପୂର୍ଣ୍ଣ ଥିଲା, ଯାହାର ଡାଳ ଏତେ ଘନ ଥିଲା ଯେ ସୂର୍ଯ୍ୟ କିରଣ ମଧ୍ୟ ଭୂମିରେ ପହଞ୍ଚି ପାରୁନଥିଲା। ଏହି ଗଛଗୁଡ଼ିକ ମଧ୍ୟରୁ କିଛି ପ୍ରାଚୀନ କାଳରୁ ଠିଆ ହୋଇଥିଲା, ମହାବୃକ୍ଷ ପରି, ଯାହାର ବିଶାଳ ଚେର ଭୂମିରୁ ବାହାରି ପ୍ରତ୍ୟେକ ଦିଗରେ ବ୍ୟାପିଥିଲା। ବଟଗଛ ଏବଂ ଅଶ୍ୱତ୍ଥ ଗଛ ପରି ଗଛ ସେଠାରେ ପ୍ରଚୁର ଥିଲା, ଯାହା ସେମାନଙ୍କ ତଳେ ଯେକୌଣସି ବ୍ୟକ୍ତିଙ୍କୁ ଚାପି ଦେବାର ସକ୍ଷମ ଥିଲା। ଏହି ଭୟଙ୍କର ଜଙ୍ଗଲରେ ମାଣ୍ଡବ ଗଛ ଏବଂ ସାମି ଗଛ ପରି ଗଛ ମଧ୍ୟ ଥିଲା, ଯାହା କାହାର ମେରୁଦଣ୍ଡକୁ କମ୍ପନ ସୃଷ୍ଟି କରୁଥିଲା। ଏହି ଗଛଗୁଡ଼ିକର ଡାଳଗୁଡ଼ିକ ମୋଡ଼ି ଏବଂ ବିକୃତ ହୋଇଥିଲା।
ଏବଂ ପ୍ରାୟତଃ ସେମାନଙ୍କ ଉପରେ ଅଭୂତ ପ୍ରାଣୀ ଝୁଲି ରହୁଥିଲେ। ସେଠାରେ ବଢ଼ୁଥିବା ଗଛଗୁଡ଼ିକ ମଧ୍ୟ ଭୟଙ୍କର ଥିଲା। ବିଷାକାନ୍ତ ଏବଂ ମଞ୍ଜିଷ୍ଟ ଗଛ ପରି ବିଷାକ୍ତ ଲତାଗୁଡ଼ିକ ସମଗ୍ର ଜଙ୍ଗଲକୁ ଫସାଇ ଦେଉଥିଲା। କଣ୍ଟାଯୁକ୍ତ ବୁଦା ସବୁଠି ବଢ଼ିଥିଲା, ଯେକୌଣସି ଅନୁପ୍ରବେଶକାରୀଙ୍କୁ ଆହତ କରିବାକୁ ପ୍ରସ୍ତୁତ ଥିଲେ। ଏହି ଜଙ୍ଗଲରେ ବିଚରଣ କରୁଥିବା ପଶୁ ଏବଂ ପକ୍ଷୀମାନେ ସାଧାରଣ ନଥିଲେ। କଳା ଡେଣା ବିଶିଷ୍ଟ ପେଚାମାନେ ଦିନରେ ମଧ୍ୟ ଏଠାରେ ବିଚରଣ କରୁଥିଲେ। ସେମାନଙ୍କର ଭୟଙ୍କର ଡାକ ବାୟୁରେ ପ୍ରତିଧ୍ୱନିତ ହେଉଥିଲା। ଜଙ୍ଗଲୀ ଗଧିଆ ସବୁବେଳେ ଶିକାର ଖୋଜୁଥିଲେ। ଅନ୍ଧାରରେ ସେମାନଙ୍କର ଆଖି ଝଲସୁଥିଲା। କଳା ଦାଗଯୁକ୍ତ ଚିତାବାଘ ଏବଂ ହିଂସ୍ର ଭାଲୁ ମଧ୍ୟ ସାଧାରଣ ଥିଲେ। ପକ୍ଷୀମାନଙ୍କ ମଧ୍ୟରେ ଶକୁନି ନାମକ ଏକ ଗିଘୁ ଏବଂ କଳା ମୟନା ଗଛ ଉପରେ ବସି ଦୂରଦୂରାନ୍ତରୁ ଆସୁଥିବା ଲୋକଙ୍କୁ ଭୟଭୀତ କରୁଥିଲା। ବିପିନ ଜଙ୍ଗଲର ସମଗ୍ର ପରିବେଶ ଅତ୍ୟନ୍ତ ରହସ୍ୟମୟ ଏବଂ ଭୟଙ୍କର ଥିଲା, ଯେଉଁଠାରେ ପ୍ରତ୍ୟେକ ପଦକ୍ଷେପରେ ମୃତ୍ୟୁର ଭୟ ଘୁରି ବୁଲୁଛି। ଏବଂ ଚାଲିବା ସମୟରେ ଯେ ଏକ ଅତି ପ୍ରାଚୀନ ଗଛରେ ପହଞ୍ଚିଲେ, ସେ ଦେଖିଲେ ଯେ ସେହି ଗଛ ତଳେ 5ଟି ପିଶାଚ ଠିଆ ହୋଇଛନ୍ତି। ସେହି ସମସ୍ତ ପିଶାଚ ସେହି ଜଙ୍ଗଲ ଦେଇ ଯାଉଥିବା ଲୋକମାନଙ୍କୁ ଭୟଭୀତ କରୁଥିଲେ। ମୁଁ ଶ୍ମଶାନରେ ମରିଗଲି, ଯେଉଁଠାରେ ଏକ ଭୟଙ୍କର ପିଶାଚ ମୋତେ ମାରିଦେଲା। ଏବେ ମୁଁ ମୃତ୍ୟୁ ବ୍ୟକ୍ତିଙ୍କ ପୋଷାକ ପିନ୍ଧିବାକୁ ଅଭିଶାପ ପାଇଛି। ଚତୁର୍ଥ ପିଶାଚ, ଯାହାର ଉପସ୍ଥିତି ଏତେ ମଇଳା ଏବଂ ଦୁର୍ଗନ୍ଧଯୁକ୍ତ ଥିଲା ଯେ ବ୍ରାହ୍ମଣଙ୍କ ପାଇଁ ନିଶ୍ୱାସ ନେବା କଷ୍ଟକର ହୋଇଗଲା। ଅଶୋକ କହିଲେ, ମୋର ନାମ ଅଶୋକ ରଖାଯାଇଛି, କାରଣ ମୁଁ ସବୁବେଳେ ଅପବିତ୍ର ଏବଂ ମଇଳା ଜିନିଷର ନିଜକୁ ଲିପ୍ତ କରୁଥିଲି। ମୋର ପୂର୍ବଜନ୍ମରେ ମୁଁ ଧର୍ମରାଜ ଓ ତୁମର ପୂର୍ବପୁରୁଷ ଥିଲି। ମୋ ଜୀବନରେ ପବିତ୍ରତାର କୌଣସି ସ୍ଥାନ ନଥିଲା। ବ୍ରାହ୍ମଣ ହେବା ସତ୍ତ୍ୱେ ମୁଁ ଅପବିତ୍ର ଜୀବନ ବଞ୍ଚିଥିଲି। ମୁଁ କେବେ ମୋ ଶରୀର ଏବଂ ମନରେ ପବିତ୍ରତା ପାଇଁ ଚିନ୍ତା କରିନଥିଲି। ମୁଁ ମଇଳା ପୋଷାକ ପିନ୍ଧୁଥିଲି ଏବଂ ଅପବିତ୍ର ସ୍ଥାନରେ ରହୁଥିଲି। ମୁଁ ସ୍ନାନ କରିନଥିଲି ଏବଂ ଏସବୁ ଜାଣିବା ସତ୍ତ୍ୱେ ମୁଁ ଧର୍ମର ନିୟମ ପାଳନ କରିନଥିଲି। ମୋର ଏହି ପାପ ଯୋଗୁଁ ଦେବତାମାନେ ମୋତେ ଏହି ପିଶାଚ ଜଗତରେ ଅଶୁଦ୍ଧତାରେ ବୁଡ଼ି ରହିବାକୁ ଅଭିଶାପ ଦେଇଥିଲେ। ମୁଁ ଏହି ମଇଳା ପୋଖରୀରେ ବୁଡ଼ି ମରିଗଲି। ଏବେ ମୁଁ ଏହି ପିଶାଚ ଜଗତରେ ଅଛି, ଯେଉଁଠାରେ ମୁଁ ସର୍ବଦା ଅପବିତ୍ରରେ ଘେରି ରହିଛି। ଶେଷରେ ପଞ୍ଚମ ପିଶାଚ ଥିଲେ ଦ୍ରବ୍ୟହରି। ତାଙ୍କ ମୁହଁ ରକ୍ତରେ ଆଚ୍ଛାଦିତ ଥିଲା। ତାଙ୍କ ହାତରେ ମାଂସର ଖଣ୍ଡ ଥିଲା। ଏକ ଭୟଙ୍କର ହସ ସହିତ ସେ ବ୍ରାହ୍ମଣ କହିଲେ, ମୁଁ ଦ୍ରବ୍ୟହରି, କାରଣ ମୁଁ ମାଂସ ଏବଂ ରକ୍ତ ପ୍ରତି ଲୋଭୀ ଥିଲି। ମୋର ପୂର୍ବଜନ୍ମରେ ନାମ ସମଦେବ ଥିଲା ଏବଂ ମୁଁ ତୁମର ପୂର୍ବପୁରୁଷ ଥିଲି। ବ୍ରାହ୍ମଣ ହେବା ସତ୍ତ୍ୱେ ମୁଁ ହିଂସା ଓ ନିଷ୍ଠୁରତାର ଜୀବନ ଗ୍ରହଣ କରିଥିଲି। ମୁଁ ମାଂସ ଖାଇବା ଏବଂ ହତ୍ୟା କରିବାକୁ ଉପଭୋଗ କରୁଥିଲି। ଧର୍ମପଥ ଅନୁସରଣ କରି ଏହି ସମସ୍ତ ରାକ୍ଷସମାନେ ମୁକ୍ତ ହୁଅନ୍ତି ଏବଂ ସ୍ୱର୍ଗ ଅଭିମୁଖେ ଯାତ୍ରା ଆରମ୍ଭ କରନ୍ତି। ତାପରେ ଶ୍ରୀକୃଷ୍ଣ ଗରୁଡ଼ଙ୍କୁ କୁହନ୍ତି, ହେ ଗରୁଡ଼, ସେଥିପାଇଁ ମଣିଷ କେବେ ବି ଅପରିଷ୍କାର ପୋଷାକ ପିନ୍ଧିବା ଉଚିତ ନୁହେଁ। ଅର୍ଥାତ୍ ମଇଳା ଏବଂ ଅପରିଷ୍କାର ପୋଷାକ ପିନ୍ଧିବା ବେଳେ ଏବଂ ଅପରିଷ୍କାର ଖାଦ୍ୟ ଖାଇବା ଉଚିତ ମଧ୍ୟ ନୁହେଁ। ଅନ୍ୟମାନଙ୍କର ଭୂମିରେ ପଡ଼ିଥିବା, ଅନ୍ୟମାନଙ୍କ ଦ୍ୱାରା ପାଦରେ ପଡ଼ିଥିବା ଖାଦ୍ୟ ଏବଂ ପୂର୍ବପୁରୁଷଙ୍କୁ ଅର୍ପଣ ନ କରି ଖାଉଥିବା ଖାଦ୍ୟ ହେଉଛି ଅପରିଷ୍କାର ଖାଦ୍ୟ। ହେ ଗରୁଡ଼, ଏବେ ମୁଁ ତୁମକୁ ମୃତ ବ୍ୟକ୍ତିଙ୍କ ସେହି ଜିନିଷଗୁଡ଼ିକ ବିଷୟରେ କହିବି, ଯାହା ଜଣେ ଜୀବିତ ବ୍ୟକ୍ତି କେବେ ବି ବ୍ୟବହାର କରିବା ଉଚିତ ନୁହେଁ। ତେଣୁ ଧ୍ୟାନ ଦେଇ ଶୁଣ। ହେ ଗରୁଡ଼, ଏହି ଜଗତରେ ଜନ୍ମ ନେବା ପରେ ଜଣେ ମଣିଷ ଅନେକ ଭୌତିକ ସୁଖ ଦ୍ୱାରା ପ୍ରଲୋଭିତ ହୁଏ। ମୃତ୍ୟୁ ପରେ ମଧ୍ୟ ସେହି ଜିନିଷଗୁଡ଼ିକ ପ୍ରତି ତାଙ୍କର ଆସକ୍ତି ଦୂର ହୁଏ ନାହିଁ। ଯେପର୍ଯ୍ୟନ୍ତ ଜଣେ ମଣିଷ ସାଂସାରିକ ଜିନିଷଗୁଡ଼ିକ ପ୍ରତି ଆସକ୍ତି ତ୍ୟାଗ କରି ଈଶ୍ୱରଙ୍କୁ ସମ୍ପୂର୍ଣ୍ଣ ଭାବରେ ଗ୍ରହଣ କରେ ନାହିଁ, ସେ ପୃଥିବୀରେ ବିଚରଣ କରେ, ବିଭିନ୍ନ ପ୍ରଜାତିର ଜନ୍ମ ନେଇଥାଏ। କେତେକ ସମୟରେ ଏହି ଆସକ୍ତି ଏତେ ପ୍ରବଳ ହୋଇଯାଇଥାଏ ଯେ ମୃତ୍ୟୁ ପରେ ମଧ୍ୟ ବ୍ୟକ୍ତି ଏହି ପୃଥିବୀରେ ବିଚରଣ କରି ଚାଲିଥାଏ। ଅର୍ଥାତ୍ ସେମାନେ ଭୂତର ରୂପ ଧାରଣ କରନ୍ତି। ଯଦି ଜଣେ ବ୍ୟକ୍ତି ଅକାଳରେ ମୃତ୍ୟୁବରଣ କରେ, ତେବେ ସେମାନେ ତୁରନ୍ତ ଭୂତ ରୂପରେ ପ୍ରବେଶ କରନ୍ତି ଏବଂ ଭୂତ ଭାବରେ ସେମାନେ ନିଜ ପରିବାର ସଦସ୍ୟମାନଙ୍କୁ ଯନ୍ତ୍ରଣା ଦେବା ଆରମ୍ଭ କରନ୍ତି। କେତେକ ସମୟରେ ଲୋକମାନେ ଜିନିଷଗୁଡ଼ିକୁ ରଖିଥାନ୍ତି। ମୃତ ସମ୍ପର୍କୀୟ ସ୍ମୃତିରେ ସେମାନଙ୍କ ମୃତ ସମ୍ପର୍କୀୟ ଜିନିଷଗୁଡ଼ିକ ବ୍ୟବହାର କରିବା କିମ୍ବା ସେମାନଙ୍କ ଜିନିଷପତ୍ର ବ୍ୟବହାର କରିବା ଆରମ୍ଭ କରିବା, ତଥାପି ଜଣେ ବ୍ୟକ୍ତି କେବେ ବି ମୃତ ବ୍ୟକ୍ତିଙ୍କ ଜିନିଷପତ୍ର ବ୍ୟବହାର କରିବା ଉଚିତ ନୁହେଁ, କାରଣ ଏହି ଜିନିଷଗୁଡ଼ିକ ମୃତ ବ୍ୟକ୍ତିଙ୍କ ଶକ୍ତି ସହିତ ଜଡ଼ିତ।
ମୃତ ବ୍ୟକ୍ତିଙ୍କ ସେହି ଜିନିଷପତ୍ରଗୁଡ଼ିକ ପ୍ରତି ପ୍ରବଳ ଆସକ୍ତି ହେତୁ ମୃତ୍ୟୁ ପରେ ମଧ୍ୟ ସେଗୁଡ଼ିକ ସେମାନଙ୍କ ସହିତ ଜଡ଼ିତ ରହିଥାଏ ଏବଂ ଯଦି କେହି ଏହି ଜିନିଷପତ୍ର ବ୍ୟବହାର କରନ୍ତି ତେବେ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ମୃତ ଆତ୍ମା ସେମାନଙ୍କୁ ଅନେକ ଭାବରେ ଯନ୍ତ୍ରଣା ଦେବା ଆରମ୍ଭ କରେ। ତେଣୁ କୌଣସି ବ୍ୟକ୍ତି କେବେ ବି ମୃତ ବ୍ୟକ୍ତିଙ୍କ ଜିନିଷପତ୍ର ବ୍ୟବହାର କରିବା ଉଚିତ ନୁହେଁ। ଯଦି ଜଣେ ବ୍ୟକ୍ତି ଇଚ୍ଛା କରନ୍ତି ତେବେ ସେଗୁଡ଼ିକ ନିଜ ଘରେ ସୁରକ୍ଷିତ ଭାବରେ ରଖିପାରିବେ କିମ୍ବା ନଦୀରେ ବୁଡ଼ାଇ ଦେଇପାରିବେ। ତଥାପି ସେଗୁଡ଼ିକୁ ଭୁଲରେ ମଧ୍ୟ ବ୍ୟବହାର କରିବା ଉଚିତ ନୁହେଁ। ମୃତ ବ୍ୟକ୍ତିଙ୍କ ଆତ୍ମାର ଶାନ୍ତି ପାଇଁ ମୃତ ବ୍ୟକ୍ତିଙ୍କ ପ୍ରିୟଜନଙ୍କୁ ଦାନ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ପ୍ରଥମେ ଜିନିଷ ହେଉଛି ମୃତ ବ୍ୟକ୍ତିଙ୍କ ପୋଷାକ। ମୃତ ବ୍ୟକ୍ତିଙ୍କ ପୋଷାକ କେବେ ବି ବ୍ୟବହାର କରିବା ଉଚିତ ନୁହେଁ। ଭୁଲରେ ମଧ୍ୟ ସେଗୁଡ଼ିକ ପିନ୍ଧିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ମୃତ ବ୍ୟକ୍ତିଙ୍କ ଆତ୍ମା ସେଗୁଡ଼ିକ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ସହିତ ଜଡ଼ିତ ହୋଇଯାଏ। ମୃତ ବ୍ୟକ୍ତିଙ୍କ ସ୍ମୃତି ସେଗୁଡ଼ିକ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ହତାଶ କରିବାକୁ ଆରମ୍ଭ କରେ। ଏହା ଯୋଗୁଁ ସେହି ବ୍ୟକ୍ତି ମାନସିକ ଏବଂ ଶାରୀରିକ ଭାବରେ ଦୁର୍ବଳ ହୋଇଯାନ୍ତି। ସେହି ବ୍ୟକ୍ତି ମଧ୍ୟ ଶକ୍ତି ଅନୁଭବ କରିବା ଆରମ୍ଭ କରେ। ସେମାନଙ୍କ ମୃତ ପରିବାର ସଦସ୍ୟ, ତେଣୁ ମୃତ ବ୍ୟକ୍ତିଙ୍କ ପୋଷାକ କେବେ ପିନ୍ଧିବା ଉଚିତ ନୁହେଁ। ମୃତ ବ୍ୟକ୍ତିଙ୍କ ପୋଷାକ ସର୍ବଦା ଦାନ କରିବା ଉଚିତ, ଯାହାଦ୍ୱାରା ତାଙ୍କ ଆତ୍ମା ଶାନ୍ତି ପାଇପାରିବ। ଦ୍ୱିତୀୟ ଜିନିଷ ହେଉଛି ମୃତ ବ୍ୟକ୍ତିଙ୍କ ଅଳଙ୍କାର। ଜଣେ ମୃତ ବ୍ୟକ୍ତିଙ୍କ ଅଳଙ୍କାର ତାଙ୍କ ପୋଷାକ ପରି ତାଙ୍କ ଶକ୍ତିର ଉତ୍ସ। ଜଣେ ମୃତ ବ୍ୟକ୍ତିଙ୍କ ନିଜ ଅଳଙ୍କାର ପ୍ରତି ଆସକ୍ତି ତାଙ୍କ ନିଜ ଅଳଙ୍କାର ଅପେକ୍ଷା ଗୁଣ ଅଧିକ। କାରଣ ସମସ୍ତେ ନିଜ ରୂପ ବୃଦ୍ଧି କରିବା ପାଇଁ ଅଳଙ୍କାର ପିନ୍ଧନ୍ତି। ତଥାପି ଯେତେବେଳେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରନ୍ତି ଏବଂ ତାଙ୍କ ଅଳଙ୍କାର ଅନ୍ୟ କେହି ପିନ୍ଧନ୍ତି, ସେତେବେଳେ ମୃତ ବ୍ୟକ୍ତିଙ୍କ ଆତ୍ମା ଅସହଜ ଅନୁଭବ କରିବାକୁ ଆରମ୍ଭ କରେ। ଏହି ଆତ୍ମା ସେହି ବ୍ୟକ୍ତିଙ୍କୁ କଷ୍ଟ ଦେବା ଆରମ୍ଭ କରେ। ମୋକ୍ଷ ପାଇବା ପରିବର୍ତ୍ତେ ଆତ୍ମା ସେହି ନଶ୍ୱର ଜଗତରେ ନିଜ ପରିବାର ସଦସ୍ୟଙ୍କୁ କଷ୍ଟ ଦେବା ଆରମ୍ଭ କରେ। ଚାଲନ୍ତୁ ଏବେ ଜାଣିବା ତୃତୀୟ ଜିନିଷ। ତୃତୀୟ ଜିନିଷ ହେଉଛି ମୃତ ବ୍ୟକ୍ତିଙ୍କ ମାଳା। ଜୀବିତ ଥିବା ସମୟରେ ଜଣେ ବ୍ୟକ୍ତି ନିଜ ମାଳା ସହିତ ମନ୍ତ୍ର ଜପ କରୁଥିଲେ। ତାଙ୍କ ଗଳାରେ ମାଳା ହେଉଛି ତାଙ୍କ ଜୀବନ ବ୍ୟାପୀ ପୁଣ୍ୟର ଚାବିକାଠି। ମୃତ୍ୟୁ ପରେ ଜଣେ ଜୀବିତ ବ୍ୟକ୍ତି କେବେ ବି ମାଳା ପିନ୍ଧିବା ଉଚିତ ନୁହେଁ। ତାଙ୍କର ମାଳାକୁ ଏକ ପବିତ୍ର ନଦୀରେ ଜଳରେ ବୁଡ଼ାଇ ଦେବା ଉଚିତ। ପବିତ୍ର ନଦୀ ସେହି ମୃତ ବ୍ୟକ୍ତିଙ୍କ ସମସ୍ତ ଗୁଣକୁ ବହନ କରି ସ୍ୱର୍ଗକୁ ନେଇ। ଶ୍ରୀକୃଷ୍ଣ କୁହନ୍ତି ଯେ ମୃତ୍ୟୁ ପରେ ଜଣେ ବ୍ୟକ୍ତି କେବଳ ତାଙ୍କର ପାପ ଏବଂ ପୁଣ୍ୟକୁ ସାଙ୍ଗରେ ନେଇଯାଏ। ସେ ସମସ୍ତ ଭୌତିକ ଜିନିଷକୁ ପଛରେ ଛାଡ଼ିଦିଏ। ତେଣୁ ସେ କେବେ ବି ସେହି ଜିନିଷଗୁଡ଼ିକ ସହିତ ଅତ୍ୟଧିକ ଆସକ୍ତ ହେବା ଉଚିତ ନୁହେଁ। ଶ୍ରୀକୃଷ୍ଣ କୁହନ୍ତି, ହେ ଗରୁଡ଼, ମୃତ୍ୟୁ ପରେ କିଛି ଜିନିଷ ଅଛି ଯାହା ପରବର୍ତ୍ତୀ ଜନ୍ମରେ ମଧ୍ୟ ଆତ୍ମା ସହିତ ଥାଏ। ଏହି ଜିନିଷଗୁଡ଼ିକ ଆତ୍ମାର କାର୍ଯ୍ୟ ଏବଂ ଇଚ୍ଛା ସହିତ ଜଡ଼ିତ। ଏବେ ମୁଁ ଆପଣଙ୍କୁ ସେହି 5ଟି ଜିନିଷ ବିଷୟରେ ବିସ୍ତାର ଭାବରେ କହିବି। ପ୍ରଭୁ ଶ୍ରୀକୃଷ୍ଣ କୁହନ୍ତି ଯେ ଇଚ୍ଛା ହେଉଛି ପ୍ରଥମ ଜିନିଷ ଯାହା ମୃତ୍ୟୁ ପରେ ମଧ୍ୟ ଆତ୍ମା ସହିତ ରହିଥାଏ। ଜଣେ ବ୍ୟକ୍ତିଙ୍କ ଇଚ୍ଛା ତାକୁ ଏକ ନୂତନ ଶରୀର ଗ୍ରହଣ କରିବାକୁ ପ୍ରେରଣା ଦିଏ। ଇଚ୍ଛା ହେଉଛି ଏପରି ଏକ ଶକ୍ତି ଯାହା ଆତ୍ମାକୁ ନିରନ୍ତର ଏକ ନୂତନ ଶରୀର ଖୋଜିବାରେ ରଖେ। ଯେତେବେଳେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରନ୍ତି, ସେମାନଙ୍କର ଇଚ୍ଛା ସେମାନଙ୍କ ସହିତ ଯାଏ ଏବଂ ଏହି ଇଚ୍ଛାଗୁଡ଼ିକ ପରବର୍ତ୍ତୀ ଜନ୍ମରେ ପୁନର୍ଜୀବିତ ହୁଏ। ଇଚ୍ଛାକୁ ଏକ ପ୍ରକାର ଚଞ୍ଚଳ ଶକ୍ତି ଭାବରେ ବିବେଚନା କରାଯାଏ, ଯାହା ଆତ୍ମାକୁ ସାଂସାରିକ ଜୀବନଚକ୍ରରେ ବାନ୍ଧି ରଖେ। ଯଦି ଜଣେ ବ୍ୟକ୍ତି ନିଜର ସମସ୍ତ ଇଚ୍ଛାକୁ ପରିତ୍ୟାଗ କରେ, ତେବେ ସେ ମୋକ୍ଷ ପ୍ରାପ୍ତି କରିପାରିବେ। ଏଥିପାଇଁ କୁହାଯାଏ ଯେ ନିଜର ତ୍ୟାଗ କରିବା ମୃତ୍ୟୁ ସମୟରେ ଇଚ୍ଛା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେଉଁମାନେ ମୃତ୍ୟୁ ସମୟରେ ନିଜର ଇଚ୍ଛାକୁ ସାଙ୍ଗରେ ନେଇଯାଆନ୍ତି, ସେମାନଙ୍କୁ ପୁନର୍ଜନ୍ମ ନେବାକୁ ପଡ଼ିଥାଏ, କାରଣ ସେମାନଙ୍କର ଇଚ୍ଛା ସେମାନଙ୍କୁ ପରବର୍ତ୍ତୀ ଜୀବନକୁ ଠେଲିଦିଏ। ଭଗବାନ କୃଷ୍ଣ କହିଛନ୍ତି ଯେ କାମନା ହେଉଛି କାମନାର ଏକ ଉନ୍ନତ ରୂପ। କାମନା ହେଉଛି ଯାହା ଜଣେ ବ୍ୟକ୍ତିକୁ ଇନ୍ଦ୍ରିୟଗତ ସୁଖ ଏବଂ ଉପଭୋଗ ଆଡ଼କୁ ଠେଲିଦିଏ। ଏହା ଆକର୍ଷଣ କରେ। ଏହା ଏକ ଏପରି ଲାଳସା ଯେ ଯାହାର କୌଣସି ଶେଷ ନାହିଁ। ମୃତ୍ୟୁ ସମୟରେ ମଧ୍ୟ ଅଧିକାଂଶ ଲୋକ କାମନାରୁ ନିଜକୁ ମୁକ୍ତ କରିପାରନ୍ତି ନାହିଁ। ଏହି କାମନା ସାଂସାରିକ ଜିନିଷ, ଧନ, ପରିବାର ଏବଂ ସୁଖ ପାଇଁ ଆକର୍ଷଣକୁ ବୃଦ୍ଧି କରେ। କାମନା ଏତେ ଶକ୍ତିଶାଳୀ ଯେ ମୃତ୍ୟୁ ପରେ ମଧ୍ୟ ଏହା ଆତ୍ମା ସହିତ ରହିଥାଏ। ବିଷ୍ଣୁ ପୁରାଣରେ ରାଜା ଭରତଙ୍କ କାହାଣୀରେ କାମନାର ଏକ ଉଦାହରଣ ଦେଖିବାକୁ ମିଳେ। ରାଜା ଭରତ ଏକ ହରିଣକୁ ଗଭୀର ଭାବରେ ଭଲ ପାଉଥିଲେ ଏବଂ ତାଙ୍କ ପାଇଁ କାମନା ଏତେ ପ୍ରବଳ ଥିଲା ଯେ ତାଙ୍କ ମୃତ୍ୟୁ ସମୟରେ ମଧ୍ୟ ସେ ସେହି ହରିଣ ବିଷୟରେ ଚିନ୍ତା କରି ଚାଲିଥିଲେ। ଫଳସ୍ୱରୂପ ସେ ତାଙ୍କ ପରବର୍ତ୍ତୀ ଜନ୍ମରେ ହରିଣ ଭାବରେ ଜନ୍ମଗ୍ରହଣ କରିଥିଲେ। ଏହା ଦର୍ଶାଏ ଯେ କାମନା ଆତ୍ମାକୁ ବାନ୍ଧି ରଖେ। କେବଳ ମନରେ ଶାନ୍ତି ଏବଂ ଜ୍ଞାନ ହିଁ କାମନାର ମୁକ୍ତି ଦେଇପାରିବ।
ଶ୍ରୀକୃଷ୍ଣ ଆହୁରି କହିଛନ୍ତି ଯେ କର୍ମ ହେଉଛି ଜଣେ ବ୍ୟକ୍ତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉତ୍ତରାଧିକାର, ଯାହା ମୃତ୍ୟୁ ପରେ ମଧ୍ୟ ତାଙ୍କ ସହିତ ରହିଥାଏ। ଜଣେ ବ୍ୟକ୍ତି ଜୀବନରେ ଯାହା ବି କାର୍ଯ୍ୟ କରେ, ଭଲ ହେଉ ବା ଖରାପ, ପରବର୍ତ୍ତୀ ଜନ୍ମରେ ଫଳ ଦେଇଥାଏ। ମୃତ୍ୟୁ ସମୟରେ ଆତ୍ମା ଦ୍ୱାରା କରାଯାଇଥିବା ସମସ୍ତ କାର୍ଯ୍ୟର ହିସାବ ଦିଆଯାଏ। ଯଦି ଜଣେ ବ୍ୟକ୍ତି ଭଲ କାର୍ଯ୍ୟ କରିଛି, ତେବେ ସେ ପରଲୋକରେ ସୁଖ ଶାନ୍ତି ପାଏ ଏବଂ ପରବର୍ତ୍ତୀ ଜନ୍ମରେ ସମୃଦ୍ଧି ପାଏ। ତଥାପି ଯଦି ଖରାପ କାମ କରିଛି, ତେବେ ସେ ନର୍କ କିମ୍ବା ଯନ୍ତ୍ରଣାଦାୟକ ଜୀବନ ପାଏ। ଏହି କାରଣରୁ ଆମର ଧାର୍ମିକ ଶାସ୍ତ୍ରରେ କର୍ମକୁ ବହୁତ ଗୁରୁତ୍ୱ ଦିଆଯାଇଥାଏ। କର୍ମର ଗତି ଏତେ ଆଶ୍ଚର୍ଯ୍ୟଜନକ ଯେ ଏହା 7 ଜନ୍ମ ପାଇଁ ଆତ୍ମାକୁ ଅନୁସରଣ କରେ। ତେଣୁ ଜଣେ ବ୍ୟକ୍ତି ସର୍ବଦା ପୁଣ୍ୟ କାର୍ଯ୍ୟ କରିବାକୁ ଚେଷ୍ଟା କରିବା ଉଚିତ। ଭଗବାନ ଶ୍ରୀକୃଷ୍ଣ ଋଣକୁ ଚତୁର୍ଥ କାରକ ଭାବରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ଋଣ ହେଉଛି ଏପରି ଏକ ଜିନିଷ ଯାହା ମୃତ୍ୟୁ ପରେ ମଧ୍ୟ ଆତ୍ମାକୁ ଘାରି ରଖେ। ଯଦି ଜଣେ ବ୍ୟକ୍ତି ଜୀବନରେ ଋଣ କରେ ଏବଂ ପ୍ରତିଶୋଧ ନ କରି ମରିଯାଏ, ତେବେ ସେହି ଋଣ ପରବର୍ତ୍ତୀ ଜନ୍ମରେ ତାଙ୍କ ସହିତ ରହିଥାଏ। ଋଣ ଆତ୍ମା ଉପରେ ଏକ ପ୍ରକାର ବନ୍ଧନ ସୃଷ୍ଟି କରେ ଏବଂ ଯେପର୍ଯ୍ୟନ୍ତ ଏହା ପରିଶୋଧ ନ ହୁଏ, ସେ ପର୍ଯ୍ୟନ୍ତ ଆତ୍ମା ଏଥିରୁ ମୁକ୍ତି ହୋଇପାରିବ ନାହିଁ। ମୃତ୍ୟୁ ପରେ ଋଣ ପ୍ରତିଶୋଧ କରିବା ପାଇଁ ଆତ୍ମାକୁ ପରଲୋକରେ ଦଣ୍ଡିତ କରାଯାଇପାରେ। ପରବର୍ତ୍ତୀ ଜନ୍ମରେ ଋଣ ଶାରୀରିକ କିମ୍ବା ମାନସିକ ଯନ୍ତ୍ରଣାର କାରଣ ହୋଇପାରେ। ତେଣୁ ଧାର୍ମିକ ଶାସ୍ତ୍ରରେ କୁହାଯାଇଛି ଯେ ଜୀବନରେ କରାଯାଇଥିବା ସମସ୍ତ କର୍ମ ପ୍ରତିଶୋଧ କରିବା ପରେ ହିଁ ମୃତ୍ୟୁ ଆଡ଼କୁ ଅଗ୍ରସର ହେବା ଉଚିତ, ଯାହାଦ୍ୱାରା ଆତ୍ମା ପରବର୍ତ୍ତୀ ଜନ୍ମରେ ଏହି ବୋଝରୁ ମୁକ୍ତ ହୋଇପାରିବ। ଶେଷରେ ଭଗବାନ ଶ୍ରୀକୃଷ୍ଣ ଗରୁଡ଼ଙ୍କ ପ୍ରତି ଭକ୍ତିର ଗୁରୁତ୍ୱ ବ୍ୟାଖ୍ୟା କରିଛନ୍ତି। ସେ କହିଛନ୍ତି, ଭକ୍ତି ହେଉଛି ପବିତ୍ର ପଥ ଯାହା ଆତ୍ମାକୁ ଈଶ୍ୱରଙ୍କ ସହିତ ସଂଯୋଗ କରେ। ଯେଉଁ ଆତ୍ମା ସତ୍ୟ ହୃଦୟରେ ଈଶ୍ୱରଙ୍କୁ ପୂଜା କରେ, ସେ ମୃତ୍ୟୁ ପରେ ମଧ୍ୟ ଭକ୍ତିରେ ଫଳ ପାଏ। ଭକ୍ତି ହେଉଛି ଏକମାତ୍ର ଶକ୍ତି ଯାହା ଆତ୍ମାକୁ ଜନ୍ମ ଏବଂ ମୃତ୍ୟୁର ଚକ୍ରରୁ ମୁକ୍ତ କରି ମୋକ୍ଷ ପ୍ରାପ୍ତ କରିବାକୁ ସକ୍ଷମ କରିଥାଏ। ଭକ୍ତିରେ ପରିପୂର୍ଣ୍ଣ ହୃଦୟ ମୃତ୍ୟୁ ପରେ ମଧ୍ୟ ଈଶ୍ୱରଙ୍କ ନିକଟରେ ରହିଥାଏ। ଏହି କାରଣରୁ ଭକ୍ତିକୁ ଜୀବନର ସବୁଠାରୁ ପବିତ୍ର ଉପାୟ ବୋଲି ବିବେଚନା କରାଯାଏ। ତେଣୁ ଭଗବାନ ଶ୍ରୀକୃଷ୍ଣ ଗରୁଡ଼ଙ୍କୁ କହିଥିଲେ ଯେ ମୃତ୍ୟୁ ପରେ ଆତ୍ମା ଇଚ୍ଛା, କାମନା, କର୍ମ, ଋଣ, ପୁଣ୍ୟ ଏବଂ ଭକ୍ତି ସହିତ ରହିଥାଏ। ଏହି ଜିନିଷଗୁଡ଼ିକ ଆତ୍ମାକୁ ଜୀବନ ଚକ୍ରରେ ବାନ୍ଧି ରଖେ କିମ୍ବା ମୁକ୍ତି ଆଡ଼କୁ ନେଇଯାଏ।